ପ୍ରକୃତ ଘଟଣା ଏଟା ଅନଲାଇନ୍ ଫ୍ରଡ୍ ଏଟା। ଦିଲ୍ଲୀ ସାଇନବାଗ ଥାନାରୁ ଜଣେ ସବ୍ ଇନ୍ସପେକ୍ଟର ଏବଂ ତାଙ୍କ ଷ୍ଟାଫ୍ ଆସିଥିଲେ। ଗତ 11 ତାରିଖ ଦିନ ସେମାନେ ଆସିକି ପହଞ୍ଚିଥିଲେ ଭଦ୍ରକରେ। ଭଣ୍ଡାରୀପୋଖରୀ ଥାନା ଅଣ୍ଡରରେ ଯେହେତୁ ଇନସିଡେଣ୍ଟ ହେଇଥିଲା, ସେମାନଙ୍କର ଆଲିଗେସନ୍ ଥିଲା ଗୋଟେ ସିମ୍ ଆକ୍ଟିଭେସନ୍ ହେଇଛି ଭଣ୍ଡାରୀପୋଖରୀ ଏରିଆରୁ। ତେଣୁ ସେମାନେ ସେଇ ଲୋକେସନ୍ ନେଇକି ମଞ୍ଜୁ ରୋଡ୍ ଫାଣ୍ଡିରେ ପହଞ୍ଚିଥିଲେ। ଭଣ୍ଡାରୀପୋଖରୀ ଥାନା ଷ୍ଟାଫ୍ ଏବଂ ମଞ୍ଜୁ ରୋଡ୍ ଥାନା ଫାଣ୍ଡି ଷ୍ଟାଫ୍ ମିଶିକି ସେମାନେ ଗୋଟେ ମୋବାଇଲ ଯେଉଁ ସିମ୍ କାର୍ଡ଼ ସେଲିଂ ପଏଣ୍ଟ ଗୋଟେ ଅଛି ସେଠି, ସେଟାକୁ ରେଡ୍ କରିଥିଲେ। ତାର ଓନର୍ ଯିଏ ଆମର ରହିଛି ସନ୍ତୋଷ ଖଣ୍ଡେଇ, ତାକୁ ସେମାନେ ଗିରଫ କରିଥିଲେ। ସେଥିରୁ ଜଣାପଡ଼ିଥିଲା ଯେଉଁ ଡିଜିଟାଲ ଆରେଷ୍ଟ ଗୋଟେ ହେଇଥିଲା, ଡିଜିଟାଲ ଆରେଷ୍ଟରେ କିଛି ଫ୍ରଡ୍ ହେଇଥିଲା। ସେଇଥିରେ ଗୋଟେ ସିମ୍ ଏଇ ମହେଶ୍ୱର ଖଣ୍ଡେଇଙ୍କ ପାଖରୁ କିଣା ହେଇଛି ବୋଲି ସେମାନଙ୍କର ଯାହା ଏଭିଡେନ୍ସ ରହିଛି। ତେଣୁ ସେଇ ବିଷୟରେ ଇଣ୍ଟରୋଗେସନ୍ କରିଥିଲେ ଏବଂ ତାଙ୍କୁ ପ୍ରଡ୍ୟୁସ୍ କରିକି ସେ ତାଙ୍କର ଟ୍ରାନଜିଟ୍ ରିମାଣ୍ଡରେ ଦିଲ୍ଲୀ ନେଇଯାଇଛି। ନାଇଁ, ସେଥିରେ କୌଣସି ପ୍ରକାର ଅଭିଯୋଗ ନାହିଁ। ସେମାନଙ୍କୁ ମଧ୍ୟ ଆମେ ସେ ବିଷୟରେ ଡିଟେଲ୍ ପଚାରୁଛୁ ଏବଂ ଇଣ୍ଟରୋଗେସନ୍ କରୁଛୁ। ପ୍ଲସ୍ ତାଙ୍କର ଯେଉଁମାନେ ଆସିଥିଲେ, ଅଧିକାରୀ ଆସିଥିଲେ, ସେମାନେ ବି ଏ ବିଷୟରେ କହିଛନ୍ତି ଏଇଟା ପିଓରଲି ଡିଜିଟାଲ ଆରେଷ୍ଟ, ଅନଲାଇନ୍ ଫ୍ରଡ୍ ଏଟା। ତେଣୁ ସେ ଭିତରେ କିଛି ସମ୍ପର୍କ ନାହିଁ। ଏବଂ ଆଉ ଜଣେ ଯେଉଁ ଲିଙ୍କରେ ନେଇଥିଲେ ମହେଶ୍ୱର ଖୁଣ୍ଟିଆ ବୋଲି ତରାଗ ଅଞ୍ଚଳରୁ, ସେମାନେ ତାଙ୍କୁ ପଚରାପଚରି କଲା ପରେ 41 ନୋଟିସ୍ ଦେଇକି ଛାଡ଼ି ଦେଇଛି। ହଁ, ଜଣକୁ ନେଇଛୁ। ବର୍ତ୍ତମାନ ଆମେ ବହୁତ ଇନଫର୍ମେସନ୍ ପାଇଲୁଣି। ୟା ଉପରେ ଆମେ ଇନଫର୍ମେସନ୍ ମଧ୍ୟ କଲେକ୍ଟ କରିଛୁ ଏବଂ ବହୁତ ଜଲ୍ଦି ଆମେ ତାଙ୍କ ସବୁ ନାଇଁ, ମୁଁ ଯେତିକି ଜାଣିଛି ଯେଉଁ ମହେଶ୍ୱର ଖଣ୍ଡେଇ ବିଷୟରେ ମୁଁ ଜାଣିଛି, ତାକୁ ଯେଉଁ ଇଣ୍ଟରୋଗେସନ୍ ଆମେ କରିଥିଲୁ, ସେଟା ଏଇ ସିମ୍ କିଛି ବାହାର ଲୋକ ଆସିକି କଟକ ଲୋକ ତାଠୁ ନେଇକି ଯାଇଥିଲେ ବୋଲି ସେ କହିଥିଲା। ତେଣୁ ତା ଉପରେ ଆମେ ଫର୍ଦର ଇନଭେଷ୍ଟିଗେସନ୍